ନମସ୍କାର। ଆଜିର ଶୀତ ପର୍ଯ୍ୟଟନରେ ଆସନ୍ତୁ ବୁଲିଯିବା ଦାରିଙ୍ଗବାଡ଼ି। ଶୀତର ଆଗମନରେ ସଜେଇ ହୁଏ ପ୍ରକୃତିର ରଙ୍ଗ ବେରଙ୍ଗର ଫୁଲ ସାଙ୍ଗକୁ ବୁନ୍ଦା ବୁନ୍ଦା କାକର ବର୍ଷାରେ ସବୁ ଚାଦରକୁ ଭିଜାଇ ପ୍ରକୃତି ହୋଇଉଠେ ସୌନ୍ଦର୍ଯ୍ୟମୟ। ତାହାର ସେହି ଅପରୂପ ସୌନ୍ଦର୍ଯ୍ୟକୁ ଅତି ନିକଟରୁ ଦେଖି ଅନୁଭବ କରିବା ପାଇଁ କାହିଁ କେଉଁ ଦୂରରୁ ପ୍ରକୃତି ପ୍ରେମୀ ଛୁଟି ଆସିଥାନ୍ତି। ପିକନିକ୍ର ମଜା ଏଉଠୁ ହିଁ ଆରମ୍ଭ ହୋଇଥାଏ। ଅବସର ବିନୋଦନ ସାଙ୍ଗକୁ ଉଷୁମ ଚା ପିଆଲାରେ ଟିକିଏ ହାଲକା ସ୍ପର୍ଶ ମୁଖମଣ୍ଡଳରେ ସୃଷ୍ଟି ହୁଏ ଆଶ୍ୱସ୍ତିର ଛୋଟ ଝଲକଟିଏ। ଶୀତ ଯେ ଚା ପିଆଲାରେ ଚାଲିଯାଏ ତା ନୁହେଁ, ବରଂ ରଙ୍ଗ ବେରଙ୍ଗର ବେଶଭୂଷାରେ ସଜେଇ ହୋଇ ବୁଲିବାର ମଧ୍ୟ ଏହା ଏକ ଭିନ୍ନ ଅବସର। ସେ ଓଡ଼ିଶା ହେଉ କି ଓଡ଼ିଶା ବାହାର, ଏହି ସମୟରେ ବୁଲି ଆସିଲେ ମନ ମିଜାଜ ଏକଦମ ଖୁସ୍। ବର୍ଷ ତମାମର ଯେତେକ ବ୍ୟସ୍ତତାକୁ ଭୁଲି ପ୍ରକୃତିର ଅପରୂପ ଶୋଭାରାଜି ମଧ୍ୟରେ ହଜିଯିବାର ସମୟ। ହାଲକା ଶୀତୁଆ ପବନ ଦେହ ମନରେ ଶିହରଣ ସୃଷ୍ଟି କରୁଥିବା ବେଳେ ଥଣ୍ଡା ଯେତେ ଯେତେ ବଢ଼େ ବୁଲିବାର ମଜା ସେତେ ବଢ଼ିଯାଏ। ଘାସର ଗାଲିଚାରେ ଫୁଲରୁ ପ୍ରଜାପତିରେ ସଜେଇ ହୋଇଥିବା ପ୍ରକୃତି ରାଣୀ ସହିତ ମିଶିଯିବା, ହଜିଯିବାର ଅବସର ଏବେ। ଏହି ଶୀତରେ ବୁଲି ବୁଲି ସମୟ ଅତିବାହିତ କରିବାକୁ ଓଡ଼ିଶାର ବହୁ ସୁନ୍ଦର ସ୍ଥାନ ସବୁ ରହିଛି ଏବଂ ସେ ମଧ୍ୟରୁ ଅନ୍ୟତମ ଆକର୍ଷଣ ସ୍ଥାନ ହେଉଛି ଓଡ଼ିଶାର କାଶ୍ମୀର ଭାବରେ ପ୍ରସିଦ୍ଧି ଅର୍ଜନ କରିଥିବା ଦାରିଙ୍ଗବାଡ଼ି, ଯାହାର ମନୋରମ ସ୍ଥାନ। ତାହେଲେ ଆଉ ଡେରି କାହିଁକି, ଚାଲନ୍ତୁ ଶୀତର ମଜା ନେବା ପାଇଁ ବୁଲିଯିବା ଦାରିଙ୍ଗବାଡ଼ି। ଓଡ଼ିଶାର ବହୁ ସୁନ୍ଦର ଓ ପ୍ରାକୃତିକ ପରିବେଶ ତ ଅନେକ ରହିଛି, ହେଲେ ଓଡ଼ିଶାର ଭୂସ୍ୱର୍ଗ ଭାବେ ପରିଚିତ ଦାରିଙ୍ଗବାଡ଼ିର ସୁନ୍ଦରତା ନିଆରା। ବିଶେଷ କରି ଶୀତ ସମୟରେ ଏହି ସୁନ୍ଦରତା ଦ୍ୱିଗୁଣିତ ହୋଇଯାଏ। ଭାରତର ଭୂସ୍ୱର୍ଗ କାଶ୍ମୀର ପରି ଏଠାରେ ମଧ୍ୟ ତୁଷାରପାତ ହୁଏ। ଆଉ ଏହି ସୁନ୍ଦରତାକୁ ଉପଭୋଗ କରିବା ଓ ତୁଷାରପାତର ମଜା ନେବା ଲାଗି ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କର ଆଗମନ ଏହି ସମୟରେ ଅଧିକ ହୋଇଥାଏ। ପ୍ରାକୃତିକ ସୌନ୍ଦର୍ଯ୍ୟ ବ୍ୟତୀତ ଦାରିଙ୍ଗବାଡ଼ିର ଆଉ ଏକ ବିଶେଷତ୍ୱ ହେଲା ଏଠାକାର କଫି ବଗିଚା ଓ ଗୋଲମରିଚ ବଗିଚା। ଖାଲି ସେତିକି ନୁହେଁ, ଏଠାରେ କାଶ୍ମୀର ଭଳି ବୃକ୍ଷଲତା ଏବଂ ଫୁଲଫଳ ମଧ୍ୟ ଦେଖିବାକୁ ମିଳିଥାଏ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକରେ ଏହି ଶୀତକାଳୀନ ପର୍ଯ୍ୟଟନସ୍ଥଳୀ ରହିଛି। ସମୁଦ୍ର ପତନଠାରୁ 915 କିଲୋମିଟର ଉଚ୍ଚତାରେ ଥିବା ଓଡ଼ିଶାର ଏହି ଭୂସ୍ୱର୍ଗ ଏହାର ପରିବେଶ, ସବୁଜ ଅରଣ୍ୟ, ବନ୍ୟଜନ୍ତୁ ଓ ଅଙ୍କାବଙ୍କା ଘାଟି ରାସ୍ତା ପାଇଁ ପ୍ରସିଦ୍ଧ, ଯେଉଁଥିପାଇଁ ପର୍ଯ୍ୟଟକମାନଙ୍କର ଏଠାକୁ ଭିଡ଼ ଲାଗି ରହିଥାଏ। ଏବଂ ଶୀତର ଅନୁଭୂତି ପାଇଁ ଶୀତ ଦିନେ ଦେଶ ବିଦେଶର ଅନେକ ପର୍ଯ୍ୟଟକ ଏଠାକୁ ଛୁଟି ଆସନ୍ତି ଏବଂ ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ପର୍ଯ୍ୟଟକମାନଙ୍କର ରହଣି ଏବଂ ପର୍ଯ୍ୟଟନ ଋତୁରେ ମଜା ନେବା ପାଇଁ ଇକୋ ରିଟ୍ରିଟ୍ର ମଧ୍ୟ ବ୍ୟବସ୍ଥା ଅଛି। ଦାରିଙ୍ଗବାଡ଼ିକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଏଠାରେ ହିଲ୍ ଭ୍ୟୁ ପାର୍କ, ନେଚର ପାର୍କ, ଡୁଲରୀ ସ୍ପଟ, ଦାସିଙ୍ଗବାଡ଼ି ୱାଟରଫଲ୍ସ ଏବଂ ଇକୋ ରିଟ୍ରିଟ୍ସ, ଲଭର ପଏଣ୍ଟ, କଫି ବଗିଚା, ହର୍ବାଲ ଗାର୍ଡେନ, ଏମୁ ପକ୍ଷୀ ପାର୍କ ଆଦି ଅନେକ କିଛି ପର୍ଯ୍ୟଟନସ୍ଥଳୀର ମଜା ନେଇ ନିଜ ପାଇଁ ଏକ ସ୍ୱତନ୍ତ୍ର ଅନୁଭୂତି ନେଇପାରିବେ। ଏବଂ ଦାରିଙ୍ଗବାଡ଼ିକି ଯିବା ପାଇଁ ଆମେ କିଭଳି ଯାଇପାରିବା? ଭୁବନେଶ୍ୱର ପଟୁ ଦାରିଙ୍ଗବାଡ଼ିର ଦୂରତା ପ୍ରାୟ 260 କିଲୋମିଟର ଏବଂ ତା'ର ନିକଟସ୍ଥ ରେଳ ଷ୍ଟେସନ ହେଉଛି ବ୍ରହ୍ମପୁର, ଯେଉଁଠି ତା'ର ଦୂରତା ହେଉଛି 120 କିଲୋମିଟର ଦୂର ଏବଂ ଏଠାକୁ ଜାତୀୟ ରାଜପଥ ଦ୍ୱାରା ସଂଯୋଗ ହୋଇଥିବାରୁ ଏଠାକୁ ପର୍ଯ୍ୟଟକମାନଙ୍କୁ ଆସିବା ପାଇଁ କୌଣସି ଅସୁବିଧା ହୋଇନଥାଏ। ଧନ୍ୟବାଦ। ଦାରିଙ୍ଗବାଡ଼ିର ଅନ୍ୟତମ ଆକର୍ଷଣ ତା'ର କଫି ବଗିଚା। ଦାରିଙ୍ଗବାଡ଼ିରୁ ମାତ୍ର 500 ମିଟର ଦୂରରେ ରହିଛି ଦାରିଙ୍ଗବାଡ଼ି କଫି ବଗିଚା। ଏହି ବଗିଚା ବୁଲି ଦେଖିବା ଲାଗି ପର୍ଯ୍ୟଟକ ପସନ୍ଦ କରିଥାନ୍ତି। କଫି ଗଛ ଚାରିଆଡ଼େ, ଛାଇ ମଧ୍ୟରେ ଅନେକ ଆମ୍ବ, ପଣସ, ଗୋଲମରିଚ, ଝାଉଁ, ପାଇନ, ଚନ୍ଦନ, ଅନ୍ୟ ପ୍ରକାର ଦୁର୍ଲଭ୍ୟ ଗଛ ସବୁ ରହିଛି। ଏହା ସହିତ ଏଠାରେ ଏକ ଛୋଟ ଚିଡ଼ିଆଖାନା ରହିଛି, ଯେଉଁଠି ଠେକୁଆ, ଶୁଆ, ହରିଣ ଓ ମୂଷା ଇତ୍ୟାଦି ଦେଖିବାକୁ ମିଳନ୍ତି। ତ ଆଉ ଗୋଟେ ବିଶେଷ ଆକର୍ଷଣ ଜାଗା ହେଉଛି ହିଲ୍ ଭ୍ୟୁ ପାର୍କ। ଦାରିଙ୍ଗବାଡ଼ି 1 କିମି ଦୂରରେ ଥିବା ମନମୁଗ୍ଧ କଲା ଭଳି ପରିବେଶ ହିଲ୍ ଭ୍ୟୁ ପାର୍କ। ଚାରିପଟରେ ପର୍ବତମାଳା ଓ ଦାସିଙ୍ଗବାଡ଼ି ଗ୍ରାମର କିଛି ଅଂଶ ଏହି ହିଲ୍ ଭ୍ୟୁ ନାମକ ପାର୍କରେ ରହିଛି। ଏହି ପାର୍କରେ ପିଲାମାନେ
ଏନ୍ଜୟ କରିବା ପାଇଁ କିଛି ନିଆରା ମଧ୍ୟ ରହିଛି। ଏଠାରେ ବଣଭୋଜି କରିବା ଓ ନାଚ ଗୀତ କରିବା ଲାଗି ଅନେକ ଖୋଲା ସ୍ଥାନ ମଧ୍ୟ ରହିଛି। ଆଉ ଗୋଟେ ହେଉଛି ନେଚର ପାର୍କ। ଦାରିଙ୍ଗବାଡ଼ିର ପ୍ରାୟ 1 କିମି ଦୂରରେ ଥିବା ନେଚର ପାର୍କ ପର୍ଯ୍ୟଟକମାନଙ୍କୁ ବିଶେଷ ଆକର୍ଷିତ କରିଥାଏ। ଏହି ପାର୍କରେ ଆପଣ ଜଙ୍ଗଲ ଭିତରେ ଥିବା ଭଳି ଅନୁଭବ କରିପାରିବେ। ଏହି କୃତ୍ରିମ ଝରଣା, ପ୍ରଜାପତି ବଗିଚା, ପିଲାଙ୍କ ଖେଳିବା ନିମନ୍ତେ ଅନେକ ପ୍ରକାରର ଖେଳନା, ଅନେକ ପ୍ରକାରର ଫୁଲ ବଗିଚା ଏବଂ ଆୟୁର୍ବେଦ ଗଛର ଉଦ୍ୟାନ ମଧ୍ୟ ଏଠାରେ ଦେଖିବାକୁ ମିଳେ। ଆମେ ଦାରିଙ୍ଗବାଡ଼ିକୁ କିଭଳି ଯିବା? ଭୁବନେଶ୍ୱରଠାରେ ଦାରିଙ୍ଗବାଡ଼ି ସଡ଼କ ପଥର ଦୂରତା ନୟାଗଡ଼, ଭଞ୍ଜନଗର, ଉଦୟଗିରି ଦେଇ ଗଲେ ପ୍ରାୟ 260 କିମି ହେବ। ସେହିପରି ଖୋର୍ଦ୍ଧା, ବାଲୁଗାଁ, ଖଲିକୋଟ, ଆସ୍କା, ସୋରଡ଼ା ଦେଇ ଗଲେ ପ୍ରାୟ 245 କିମି ହେବ। ଦାରିଙ୍ଗବାଡ଼ିର ନିକଟତମ ରେଳ ଷ୍ଟେସନ ବ୍ରହ୍ମପୁର ପ୍ରାୟ 120 କିଲୋମିଟର ଦୂରରେ ରହିଛି। ପର୍ଯ୍ୟଟକଙ୍କର ରହିବା ଲାଗି ଦାରିଙ୍ଗବାଡ଼ିର ପୂର୍ତ୍ତ ବିଭାଗ ତରଫରୁ ପ୍ରାୟ 8ଟି ଆଶ୍ରୟସ୍ଥଳ ରହିଛି। ସେହିପରି ଜଙ୍ଗଲ ମଧ୍ୟରେ 10ଟି ଇକୋ ହାଉସ୍ ରହିଛି। ଏହା ବ୍ୟତୀତ ଲଜିଂ ଏବଂ ଗେଷ୍ଟ ହାଉସ୍ ମଧ୍ୟ ଏଠାରେ ଉପଲବ୍ଧ। ଆଉ କ'ଣ ସବୁ ଦେଖିବା ଦାରିଙ୍ଗବାଡ଼ିରେ? ଆଉ ଏକ ଅନ୍ୟତମ ଆକର୍ଷଣ ହେଉଛି ମିଡିଉବାନ୍ଧା ଜଳପ୍ରପାତ। ଦାରିଙ୍ଗବାଡ଼ିଠାରୁ ପ୍ରାୟ 13 କିମି ଦୂରରେ ଥିବା ଦାରିଙ୍ଗବାଡ଼ି ଗ୍ରାମ ନିକଟରେ ରହିଛି ମିଡିଉବାନ୍ଧା ଜଳପ୍ରପାତ। ଏହି ଗ୍ରାମର ନାମ ଅନୁଯାୟୀ କେହି ଲୋକ ଏହି ଜଳପ୍ରପାତକୁ ଦାରିଙ୍ଗବାଡ଼ି ୱାଟରଫଲ୍ ମଧ୍ୟ କହିଥାନ୍ତି। ପାହାଡ଼ ଉପରୁ ତଳକୁ ଝରି ଆସୁଥିବା ଏହି ଝରଣାରେ ପର୍ଯ୍ୟଟକମାନେ ଗାଧୋଇବାକୁ ଏବଂ ନାନା ଜଳକ୍ରୀଡ଼ା କରିବାକୁ ପସନ୍ଦ କରିଥାନ୍ତି। ଶୀତଦିନେ ଏହି ପ୍ରପାତ ନିକଟରେ ବଣଭୋଜି କରିବାକୁ ଅଧିକ ଭିଡ଼ ଜମିଥାଏ। ଆଉ ଗୋଟେ ପର୍ଯ୍ୟଟନସ୍ଥଳୀ ହେଉଛି ଲଭର୍ସ ପଏଣ୍ଟ। ଦାରିଙ୍ଗବାଡ଼ିଠାରୁ 59 ନମ୍ବର ଜାତୀୟ ରାଜପଥରେ 15 କିମି ଅତିକ୍ରମ କରିବା ପରେ ତୁତୁବାଡ଼ା ନାମକ ଏକ ସ୍ଥାନ, ଯାହାକୁ ଲଭର୍ସ ପଏଣ୍ଟ କୁହାଯାଏ। ଏହି ପଏଣ୍ଟରେ ପାହାଡ଼ ଉପରେ ବଡ଼ ବଡ଼ ପଥର ଚଟାଣ ରହିଛି, ଯେଉଁଠାରେ ଲଭର୍ସମାନେ ସେଲ୍ଫି ନେବା ସହିତ ପଥରରେ ନିଜ ନାମ ଲେଖିଥାନ୍ତି। ଦାରିଙ୍ଗବାଡ଼ିକୁ ବୁଲି ଆସୁଥିବା ପର୍ଯ୍ୟଟକମାନେ ମଣ୍ଡାସରୁ ପର୍ଯ୍ୟଟନସ୍ଥଳୀ ବା ମଣ୍ଡାସରୀ କୁଟିକୁ ବୁଲିବା ପାଇଁ କେବେ ଭୁଲନ୍ତି ନାହିଁ। ମଣ୍ଡାସରୁ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଅତ୍ୟନ୍ତ ଆକର୍ଷଣୀୟ, ଯେଉଁଠାରେ ପର୍ଯ୍ୟଟକମାନେ ମଣ୍ଡାସରୁ ଭ୍ୟାଲିର ମଜା ନେଇପାରିବେ ଏବଂ ସେଠାରେ ବିଶେଷ ଆକର୍ଷଣ ହେଉଛି ବନ ବିଭାଗ ତରଫରୁ କାଠ ବଙ୍ଗଳା ଗୁଡ଼ିକ। ପାଖାପାଖି 10ଟି କଟେଜ ରହିଛି, ଯେଉଁଠି ପର୍ଯ୍ୟଟକମାନେ ରାତ୍ରି ଯାପନ କରି ପ୍ରକୃତିର ମଜା ନେଇପାରିବେ। ମଣ୍ଡାସରୁ ଭ୍ୟାଲି ଅତ୍ୟନ୍ତ ସୁନ୍ଦର ଏବଂ ଆକର୍ଷଣୀୟ। ଉଚ୍ଚା ପାହାଡ଼ ମଧ୍ୟରେ ଭ୍ୟାଲି, ଯେଉଁଠି ହିଲ୍ ଭ୍ୟୁ ପଏଣ୍ଟରୁ ଆମର ୱାଚ୍ ଟାୱାରରୁ ଆମେ ଏହାର ମଜା ନେଇପାରିବା ଏବଂ ସୂର୍ଯ୍ୟାସ୍ତ ଏବଂ ସୂର୍ଯ୍ୟୋଦୟର ମନୋରମ ଦୃଶ୍ୟକୁ ଏଠାରେ ଅତି ସୁନ୍ଦର ଭାବରେ ଉପଭୋଗ କରିପାରିବା। ଏବଂ ପର୍ଯ୍ୟଟନ ବିଭାଗ ତରଫରୁ ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ରହିବା ଏବଂ ଖାଇବାର ମଧ୍ୟ ବ୍ୟବସ୍ଥା ଅଛି। ଧନ୍ୟବାଦ।